ପୂର୍ବାହ୍ନରେ ଢେଙ୍କାନାଳଠାରେ ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଏକ ପରାକ୍ରମ ଶୋଭାଯାତ୍ରା ସିଦ୍ଧ ବଳରାମ ମନ୍ଦିର ନିକଟରୁ ବାହାରି ବାଜି ଚୌକ, ଶାସନ ଛକ, ମହାବୀର ବଜାର ଦେଇ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପ୍ରାରମ୍ଭରେ ବଳରାମ ମନ୍ଦିର ନିକଟରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଓ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି ଯେ ବୀର ଯବାନ ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ତତ୍ପର ରହିଥାନ୍ତି। ସେହିମାନଙ୍କ ବଳିଦାନ ପାଇଁ ଆମେ ଏକ ସୁଖ ଜୀବନ ଅତିବାହିତ କରୁଛେ, କାରଣ ସେମାନଙ୍କ ବାହ୍ୟ ଶତ୍ରୁ ଆକ୍ରମଣରୁ ଆମକୁ ରକ୍ଷା କରିଥାନ୍ତି। ତାହା ସହିତ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ସହିତ ଉପୁଜୁଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ସେନା ଅସୀମ ସାହସ ଓ ପରାକ୍ରମରେ ପ୍ରଦର୍ଶନ କରିଅଛି। ତେଣୁ ଏହି ଶୋଭାଯାତ୍ରାକୁ ସେ ଦେଶର ସେହି ବୀର ଯବାନମାନଙ୍କ ସମ୍ମାନ ଅର୍ଥେ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ଶୋଭାଯାତ୍ରାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍, ମହିଳା ସ୍ୱୟଂ ସହାୟକା ଗୋଷ୍ଠୀର ମାଆମାନେ, ରେଡ୍କ୍ରସ, ବଜରଙ୍ଗ କ୍ଲବ, ଆଥଲେଟିକ୍ ସଂଘ, ପୋଲିସ ଅଧିକାରୀ, ସହରର ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁଗଣ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀ ଯୋଗ ଦେଇଥିଲେ। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଓଡ଼ିଶା।